ହାଲେଲୁୟା। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧୁର ନାମରେ ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ନମସ୍କାର ସମସ୍ତଙ୍କୁ। ଆଉ ଆମମାନଙ୍କୁ ପ୍ରଭୁ ଯୀଶୁ ଆଜି ମଧ୍ୟ ପ୍ରଭୁଙ୍କର ବାକ୍ୟ ଧ୍ୟାନ କରିବା ପାଇଁ ଆମମାନଙ୍କୁ ପିଣ୍ଡ ମଧ୍ୟରେ ପ୍ରାଣ ରଖି ତାହାଙ୍କର ଗୌରବ ପ୍ରଶଂସା କରିବା ପାଇଁ ସୁଯୋଗ ଦେଇଥିବାରୁ ପ୍ରଭୁଙ୍କ ନାମକୁ ଧନ୍ୟବାଦ ହେଉ। ମୋ ପ୍ରିୟ ଭାଇ ଭଉଣୀମାନଙ୍କୁ ଆଉ ବାକ୍ୟ ନିମନ୍ତେ ଆହ୍ୱାନ କରୁଅଛି। ମୋ ସହିତ ଖୋଲନ୍ତୁ ମାତ୍ୟୁଲୁତି ସୁଷମାଚାର 24 ପର୍ବ ତାର 4 ପଦ। ମୁଁ ପଢୁଛି, ମୋ ସହିତ ଆପଣମାନେ ଧ୍ୟାନ କରନ୍ତୁ। ସେଥିରେ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ସାବଧାନ, କେହି ଯେପରି ତୁମମାନଙ୍କୁ ଭ୍ରାନ୍ତ ନ କରେ। କାରଣ ଅନେକ ମୋ ନାମରେ ଆସି ମୁଁ ଖ୍ରୀଷ୍ଟ ବୋଲି କହି ଅନେକଙ୍କୁ ଭ୍ରାନ୍ତ କରିବେ। ମାତ୍ୟୁଲୁତି ସୁଷମାଚାର 24 ପର୍ବ ତାର 4-5 ଅଧ୍ୟାୟ ମୁଁ ପଢ଼ିଲି। ଆଉ ଆସନ୍ତୁ ପ୍ରାର୍ଥନା କରିବା। ସର୍ବଶକ୍ତିମାନ ଜୀବନ୍ତକାରୀ ସଦା ପ୍ରଭୁ ଆଶ୍ଚର୍ଯ୍ୟ ପୁରାକାନ୍ତ ପରମେଶ୍ୱର, ଆମେ ତୁମକୁ ଧନ୍ୟବାଦ କରୁଛୁ। ଆଜି ବାକ୍ୟ ଯେ ପ୍ରଭୁ ତୁମ ଲୋକମାନଙ୍କ ଜୀବନ କାର୍ଯ୍ୟକାରୀ ହେବ, ସେଥିପାଇଁ ସାହାଯ୍ୟ କର। ଯୀଶୁଙ୍କ ନାମରେ ପ୍ରାର୍ଥନା କଲି ପ୍ରଭୁ, ଆମେନ୍। ହାଲେଲୁୟା। ପ୍ରଭୁଙ୍କୁ ମହାନାମକୁ ଧନ୍ୟବାଦ ହଉ। ଆଉ ବିଶେଷ କରି ଏ ଜାଗାରେ ଲେଖା ହେଇଛି, ସେଥିରେ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ସାବଧାନ, କେହି ଯେପରି ତୁମମାନଙ୍କୁ ଭ୍ରାନ୍ତ ନ କରେ। କାରଣ ଅନେକ ମୋ ନାମରେ ଆସି ମୁଁ ଖ୍ରୀଷ୍ଟ ବୋଲି କହି ଅନେକଙ୍କୁ ଭ୍ରାନ୍ତ କରିବେ। ଯୀଶୁ ଖ୍ରୀଷ୍ଟଙ୍କ ପରି ଭଣ୍ଡ ଖ୍ରୀଷ୍ଟ ଆସିବ, ଅନେକ ଆସିବେ। ମୁଁ ଯୀଶୁ ବୋଲି କହିବେ, ମୁଁ ଯୀଶୁଙ୍କର ଅବତାର ବୋଲି କହିବେ। ଆଉ ବିଶେଷ କରି ଆଜିକାଲି ଆଉ ପାଷ୍ଟରମାନଙ୍କ ଭିତରେ ଦେଇକରି ଆସୁଛନ୍ତି ଭଣ୍ଡ ଖ୍ରୀଷ୍ଟମାନେ। ଆଜିକାଲି ଆଉ ଭ୍ରାନ୍ତ ଶିକ୍ଷା ଧରିକି ଲୋକମାନଙ୍କ ଭିତରେ ପଶି ଯାଉଛନ୍ତି। ମୋର ପ୍ରିୟ ଲୋକମାନେ, ଏଠି ପ୍ରଭୁ ତାଙ୍କର ମଣ୍ଡଳୀକୁ କହନ୍ତି, କ'ଣ ବୋଲି କହନ୍ତି? ସାବଧାନ ହୋଇଥାଅ। ସାବଧାନ ଯଦି ହେବ ତାହେଲେ ତୁମମାନେ ପରିତ୍ରାଣ ପ୍ରାପ୍ତ ହେବ। ଯେ ସାବଧାନ ହେଇକି ରହିବ ତାହାକୁ ଭଣ୍ଡ ଖ୍ରୀଷ୍ଟ କୌଣସି ବିଷୟରେ ପ୍ରଲୋଭନ କରିପାରିବ ନାହିଁ। ଯେ ସାବଧାନ ହେଇକି ରହିବ, ଯେ ଜାଗ୍ରତ ହେଇକି ରହିବ, ସେ ଭଣ୍ଡ ଖ୍ରୀଷ୍ଟକୁ ଚିହ୍ନିବ। ହାଲେଲୁୟା। ତେଣୁ ସେଇ 24 ପର୍ବ ତାର 24 ପଦରେ ଯଦି ଆମେ ଦେଖିବା, ସେଠି କହୁଅଛନ୍ତି, କାରଣ ଭଣ୍ଡ ଖ୍ରୀଷ୍ଟମାନେ ଓ ଭଣ୍ଡ ଭାବବାଦୀ ମାନେ ଉଠି ଏପରି ମହା ଚିହ୍ନ ଅଦ୍ଭୁତ କର୍ମମାନ ଦେଖାଇବେ ଯେ ଯଦି ସମ୍ଭବ ହୁଏ ତେବେ ମନୋନୀତ ଲୋକଙ୍କୁ ସୁଦ୍ଧା ଭ୍ରାନ୍ତ କରିବେ। ହାଲେଲୁୟା। ମନୋନୀତ ଲୋକମାନେ, ଯେଉଁମାନେ କି ପ୍ରଭୁଙ୍କର ମନୋନୀତ ଲୋକମାନେ, ସେମାନଙ୍କୁ ଏ ଭଣ୍ଡ ଖ୍ରୀଷ୍ଟ ମାନେ କ'ଣ କରିବେ ବୋଲି କହିଲେ? ଭ୍ରାନ୍ତ କରିବେ। କ'ଣ ବୋଲି ଭ୍ରାନ୍ତ କରିବେ? ମୁଁ ଆପଣମାନଙ୍କୁ ଏ ଭ୍ରାନ୍ତର ଅନେକ କାରଣ ଅଛି। ମୁଁ ସେ କାରଣ ମଧ୍ୟରୁ ଗୋଟିଏ କାରଣ କହିବି। ସେ କାରଣର ନାଁ ଅଛି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆଗମନ ବିଷୟରେ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନ ବିଷୟରେ ଲୋକମାନଙ୍କର ବଡ଼ ଭ୍ରମ ଧାରଣା ଅଛି, ଭ୍ରାନ୍ତ ଧାରଣା ଅଛି। ଲୋକମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନ ବିଷୟରେ ଭ୍ରାନ୍ତ ଶିକ୍ଷା ଦିଅନ୍ତି। କେହି ଯେପରି ତୁମମାନଙ୍କୁ ଭ୍ରାନ୍ତ ନ କରେ ବୋଲି ଯୀଶୁ ଡାଇରେକ୍ଟ କହିଲେ। ଏବେ ଭଣ୍ଡ ଖ୍ରୀଷ୍ଟମାନେ ଆସିକିରି ଆମମାନଙ୍କୁ ଭ୍ରାନ୍ତ କରିବେ। ସେମାନେ ଏମିତିକାର ଆଶ୍ଚର୍ଯ୍ୟ କର୍ମ ଯାକ ଦେଖେଇବେ, ଏମିତିକାର ବିଷୟ ମାନେ ଦେଖେଇବେ ଯେ ଆପଣମାନେ ଉତ୍ତର ଦେଇପାରିବେ ନାହିଁ। ସତରେ ଏହା ହେଇଥିବ ବୋଧେ, ଆମେ ଜାଣିପାରିଲୁ ନାହିଁ ଏତେ ପର୍ଯ୍ୟନ୍ତ। ଏତେ ବର୍ଷର ଖ୍ରୀଷ୍ଟିଆନ ହେଇ ସୁଦ୍ଧା, ଏତେ ବର୍ଷର ବିଶ୍ୱାସ ହେଇକି, ଏତେ ବର୍ଷ ମୁଁ ସେବା କରି ଆଉ ଏ ବିଷୟ ମୁଁ ବୁଝିପାରିଲି ନାହିଁ। ଏଇ ଲୋକ ପ୍ରଭୁଙ୍କ ନାମରେ ଆସି ଅନେକ ଆଶ୍ଚର୍ଯ୍ୟ କର୍ମ କରୁଛନ୍ତି ବୋଲି ଆମେ ମାନେ କାବା ହେଇଯାଇକରି ସେମାନଙ୍କ ଭ୍ରାନ୍ତ ଶିକ୍ଷାରେ ପଡ଼ିଯିବାର ସମ୍ଭାବନା ବହୁତ ଅଛି। ଉଦାହରଣ ସ୍ୱରୂପ, ଆମ ଖ୍ରୀଷ୍ଟିଆନ ମଣ୍ଡଳୀରେ, ଆମ ଖ୍ରୀଷ୍ଟିଆନ ସମାଜରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ଗୋଟେ ଭ୍ରାନ୍ତ ଶିକ୍ଷା ରହିଅଛି। ଗୋଟେ ଭ୍ରାନ୍ତ ଶିକ୍ଷା
ରହିଅଛି ତାହା କ'ଣ ବୋଲି କହିଲେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଆଗମନ ବିଷୟରେ। ପ୍ରଭୁ ଯୀଶୁ କେତେବେଳେ ଆସିବେ ଆଉ ତାଙ୍କ ମଣ୍ଡଳୀକୁ ତାଙ୍କ ରାଜ୍ୟକୁ ନେଇଯିବେ, ସେଇ ବିଷୟରେ ଆମ ପୃଥିବୀରେ 4 ପ୍ରକାର ସିଦ୍ଧାନ୍ତ ଅଛି। କେତେ ପ୍ରକାର ସିଦ୍ଧାନ୍ତ? 4 ପ୍ରକାର ସିଦ୍ଧାନ୍ତ। ସେ 4 ପ୍ରକାର ସିଦ୍ଧାନ୍ତ ମୁଁ ସଠିକ ଭାବରେ କହିବାକୁ ଚାହୁଁଛି। ଏ ବିଷୟରେ ମୁଁ ଆପଣମାନଙ୍କୁ ଆସନ୍ତା ଭିଡ଼ିଓ ମାନଙ୍କରେ ଅଧିକ ଭାବରେ ସ୍ପଷ୍ଟ ଭାବରେ ତୁମମାନଙ୍କୁ କହିବାକୁ ମୁଁ ପବିତ୍ର ଆତ୍ମାଙ୍କର ସାହାଯ୍ୟ ଲୋଡ଼ିବି। ଆଉ ଯାହା ବି ହଉ, ଏ ଜାଗାରେ এই 4ଟି ସିଦ୍ଧାନ୍ତ ବିଷୟ ଆପଣ କାଗଜ ଲେଖିକି ନିଅନ୍ତୁ, ନହେଲେ ହୃଦୟରେ ମନେ ରଖନ୍ତୁ। ମୁଁ କହୁଛି, ପ୍ରଥମ ସିଦ୍ଧାନ୍ତ ହେଉଛି ପ୍ରି ଟ୍ରିବୁଲେସନ। କ'ଣ କହିଲେ 7 ବର୍ଷର ମହାକ୍ଲେଶ ପୂର୍ବରୁ ମଣ୍ଡଳୀ ଊର୍ଦ୍ଧ୍ୱଗମନ କରିବ। ତାର ସିଦ୍ଧାନ୍ତ ପ୍ରି ଟ୍ରିବୁଲେସନର ଲୋକମାନଙ୍କର ସିଦ୍ଧାନ୍ତ। ସେମାନେ କହନ୍ତି ପ୍ରଭୁ ଚୋର ଉପରେ ଆସିବେ, କେତେବେଳେ ଆସିବେ କାହାକୁ ଜଣା ନାହିଁ। ତେଣୁ ଆମେମାନେ ପ୍ରଭୁ ଯୀଶୁଖ୍ରୀଷ୍ଟ ଆସିବା ସମୟରେ ଆମେମାନେ ଯେତେବେଳେ ମଧ୍ୟ ଉପରକୁ ଯିବାର ଅଛି। ପ୍ରଭୁ ଯୀଶୁଙ୍କୁ ଆମେ ବିଶ୍ୱାସ କରୁଥିବାରୁ ଆମମାନଙ୍କୁ କୌଣସି ଦଣ୍ଡାଜ୍ଞା ନାହିଁ। ଆମମାନଙ୍କୁ ସେ 7 ବର୍ଷର ମହାକ୍ଲେଶରେ ରହିବାକୁ ଦରକାର ନାହିଁ। ତେଣୁ ସେମାନେ କ'ଣ କରନ୍ତି? ପ୍ରକାଶିତ ବାକ୍ୟ 4 ପର୍ବରେ କ'ଣ କରନ୍ତି ବୋଲି କହିଲେ ମଣ୍ଡଳୀକୁ ଉଠାଇ ଦିଅନ୍ତି। ହେଲେ ଥିବା 5, 6, 7, 8, 22 ପଦ ପର୍ଯ୍ୟନ୍ତ ଆଉ କାହା ପାଇଁ ଲେଖା ହେଇଛି ଆପଣମାନେ ଚିନ୍ତା କରନ୍ତୁ। ସେଇ ଜାଗାରେ ଅନେକ ସଚେତନ ବିଷୟ ଲେଖା ହେଇଛି ମଣ୍ଡଳୀ ପାଇଁ। ଆଉ ସେ ସମୟ ବିଷୟ ମୁଁ ବର୍ତ୍ତମାନ କହିବି ନାହିଁ, ସମୟ ନାହିଁ। କିନ୍ତୁ ଏ ପ୍ରି ଟ୍ରିବୁଲେସନ ମାନଙ୍କର ଏଇ ସିଦ୍ଧାନ୍ତ ଭୁଲ ଅଟେ। ତାପରେ ଏମାନେ କହିଲା ପରେ ମଣ୍ଡଳୀ 7 ବର୍ଷର ମହାକ୍ଲେଶ ପୂର୍ବରେ ଉଠିବ ନାହିଁ। ଦାନିଏଲ ଭବିଷ୍ୟତ ବକ୍ତାଙ୍କର 70ତମ ସପ୍ତାହ ସମୟରେ, ଶେଷ ସପ୍ତାହ ହେଉଛି 70ତମ ସପ୍ତାହ। ସେଇ ଶେଷ ସପ୍ତାହ ସମୟରେ ସେ 70ତମ ସପ୍ତାହକୁ 2 ଭାଗରେ ବିଭକ୍ତ କରାଯାଇଛି। ସେଇ 2 ଭାଗ ବିଭକ୍ତ କରାଯାଇଛି କିନ୍ତୁ 3 ବର୍ଷ 6 ମାସ 3 ବର୍ଷ 6 ମାସ 3 ବର୍ଷ 6 ମାସ ଆଉ 42 ମାସ ମିଶିକିରି 70ତମ ସପ୍ତାହ। ସେଟା ଶେଷ ସପ୍ତାହ। ସେ ଶେଷ ସପ୍ତାହ ଆରମ୍ଭ ନ ହଉନୁ ମଣ୍ଡଳୀ ଉପରକୁ ଶୂନ୍ୟ ମଣ୍ଡଳୀକୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନିକଟକୁ ପଳେଇବ ବୋଲି ପ୍ରି ଟ୍ରିବୁଲେସନ ଭାଇମାନେ କହନ୍ତି। ଯାହା ବି ହଉ, ସେମାନଙ୍କର ସିଦ୍ଧାନ୍ତ ଭୁଲ ଅଟେ। ବଡ଼ ବଡ଼ ପ୍ରଭୁଙ୍କ ଦାସ ମାନେ, ବଡ଼ ଆଉ ସିଦ୍ଧାନ୍ତକର୍ତ୍ତା ମାନେ, ଡକ୍ଟରିଂ ବାଲା ମାନେ ଏ ବିଷୟକୁ ବିଶ୍ୱାସ କରନ୍ତି। ସେମାନଙ୍କୁ ମୁଁ ଧନ୍ୟବାଦ ଦିଏ। ଭାଇ, ଆପଣମାନଙ୍କର ଚିନ୍ତାଧାରା ସବୁ ଭୁଲ ଅଟେ। ଆଉ ଗୋଟେ ଟ୍ରିବୁଲେସନ ହେଉଛି ପୋଷ୍ଟ ଟ୍ରିବୁଲେସନ। ଦ୍ୱିତୀୟ ଟ୍ରିବୁଲେସନ ହେଉଛି ପୋଷ୍ଟ ଟ୍ରିବୁଲେସନ। এই ପୋଷ୍ଟ ଟ୍ରିବୁଲେସନ ଲୋକମାନେ କ'ଣ କହନ୍ତି ବୋଲି କହିଲେ ମହାକ୍ଲେଶ ପରେ ମଣ୍ଡଳୀ ଊର୍ଦ୍ଧ୍ୱଗମନ କରିବ। ମହାକ୍ଲେଶ ପରେ ମଣ୍ଡଳୀ ଟୋଟାଲ ସମସ୍ତ ମିଶିକିରି ମହାକ୍ଲେଶ 7 ବର୍ଷ ଶେଷ ହେଲା ପରେ ମଣ୍ଡଳୀ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନିକଟକୁ ଯିବ ବୋଲି ସେମାନେ କହନ୍ତି। ସେଇଟା 50% 60% ପ୍ରାୟ ପୋଷ୍ଟ ଟ୍ରିବୁଲେସନ ଚଳିବ। ଯେହେତୁ ଏ 7 ବର୍ଷର ମହାକ୍ଲେଶ ଶେଷରେ ହେଲେ ସେ ମଣ୍ଡଳୀକୁ ଉଠେଇବାକୁ ସେ ଭାବୁଅଛନ୍ତି। ଆଉ ଗୋଟେ ଟ୍ରିବୁଲେସନ ହେଉଛି ମିଡ୍ ଟ୍ରିବୁଲେସନ।
ମିଡ୍ ଟ୍ରିବୁଲେସନ୍। ସେ ମିଡ୍ ଟ୍ରିବୁଲେସନ୍ କ'ଣ କହିବାକୁ ଚାହୁଁଛନ୍ତି ବୋଲି କହିଲେ, ମହାକ୍ଲେଶର ମଧ୍ୟ ଭାଗରେ ମଣ୍ଡଳୀ ଊର୍ଦ୍ଧ୍ୱଗମନ କରିବ। ମହାକ୍ଲେଶର ମଧ୍ୟ ଭାଗରେ ମୁଁ ମଧ୍ୟ ଏ ମିଡ୍ ଟ୍ରିବୁଲେସନ୍କୁ ମୁଁ ବିଶ୍ୱାସ କରିବି। ଯେହେତୁ ଏ ଚାରିଟି ସିଦ୍ଧାନ୍ତ ମଧ୍ୟରୁ ମିଡ୍ ଟ୍ରିବୁଲେସନ୍ ସିଦ୍ଧାନ୍ତ ହେଉଛି ସତ୍ୟ ଅଟେ। କାରଣ 7 ବର୍ଷର ମହାକ୍ଲେଶ ମଧ୍ୟଭାଗରେ ମଣ୍ଡଳୀ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନିକଟକୁ ଉଠାଯିବ। ତାହା କେମିତି ଉଠାଯିବ ମୁଁ ତୁମମାନଙ୍କୁ କହିବି। ତାପରେ ଚତୁର୍ଥ ଟ୍ରିବୁଲେସନ୍ ହେଉଛି ମିଲିୟନ ଟ୍ରିବୁଲେସନ୍। ମିଲିୟନ 1000 ବର୍ଷର ଶାନ୍ତି ରାଜ୍ୟ ହେଲା ପରେ ମଣ୍ଡଳୀ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସହିତ ରହିବ। ଉଠିବାର ଆବଶ୍ୟକ ନାହିଁ, ରହିବାର ଆବଶ୍ୟକ ନାହିଁ, ଯେଉଁଟା ହେଲେ ମଧ୍ୟ ଗୋଟେ ଆକା। ଏମିତି ଟ୍ରିବୁଲେସନ୍ ମାନେ ବିଶେଷ କରି ରେପଚର ଫ୍ରେପଚର କିଛି ନାହିଁ ବୋଲି ସେ କହିବ। ହେଲେ ଏ ପ୍ରି ଟ୍ରିବୁଲେସନ୍ ବାଲା ମାନେ କ'ଣ କରୁଛନ୍ତି ବୋଲି କହିଲେ, ଆଉ ଗୋଟେ ସିଦ୍ଧାନ୍ତ ଆଣିଛନ୍ତି। ସେମାନେ ମଣ୍ଡଳୀକୁ 2 ଭାଗରେ ବିଭକ୍ତ କରୁଛନ୍ତି। କେମିତି ବୋଲି କହିଲେ, ପ୍ରଥମେ 7 ବର୍ଷ ମହାକ୍ଲେଶ ପୂର୍ବରୁ ମଣ୍ଡଳୀ ଉଠିଯିବ। ଆଉ ତାପରେ ଅନେକ ଲୋକ ରହିଯିବେ। ଆଉ 7 ବର୍ଷର ମହାକ୍ଲେଶ ଶେଷରେ ସେମାନେ ଉଠିବେ। ସେମାନେ ମଧ୍ୟ ଉଠାଯିବେ। ବଣ୍ଡ ଖ୍ରୀଷ୍ଟର 667 ନମ୍ବର ସେମାନେ ଧାରଣ କରିବେ ନାହିଁ। ସେମାନେ ଅଛନ୍ତି ଧାର୍ମିକ ଲୋକମାନେ। ଆଉ ସେମାନେ ପ୍ରଭୁଙ୍କର ବାକ୍ୟ ହେତୁ, ପ୍ରଭୁଙ୍କର ସାକ୍ଷ୍ୟ ହେତୁ ସେମାନେ ମରିଯାଇଥିବା ଲୋକମାନେ 7 ବର୍ଷ ମହାକ୍ଲେଶ ପରେ ସେମାନେ ଉଠିବେ ବୋଲି ସେମାନେ କହିବେ। ସେମାନଙ୍କୁ ବେଦି ତଳେ ଏ ପ୍ରି ଟ୍ରିବୁଲେସନ୍ ମାନେ ଦେଖିକି କହୁଛନ୍ତି, ସେମାନଙ୍କ ପାଇଁ ସ୍ପିଡ୍ ଟ୍ରିବୁଲେସନ୍ ବୋଲି ଗୋଟେ ରଖିଛନ୍ତି। ସ୍ପିଡ୍ ଟ୍ରିବୁଲେସନ୍ ଟିଲୋଜି। ତାହା ସେମାନେ ସୃଷ୍ଟି କରିବା ମନ ଗୁଡ଼ା କଥା ଗୁଡ଼ାକ। ଏଇସବୁ ହେବ ନାହିଁ ମୋର ପ୍ରିୟ ବନ୍ଧୁ। ତେଣୁ ଏଇ 4 ପ୍ରକାର ସିଦ୍ଧାନ୍ତରେ ଆମର ଖ୍ରୀଷ୍ଟିଆନ ସମାଜ ଚାଲୁଛି। ହେଲେ ଏ 4 ପ୍ରକାର ସିଦ୍ଧାନ୍ତ ମଧ୍ୟରୁ ଗୋଟେ ପ୍ରକାର ସତ୍ୟ ଅଟେ, ତାହା ହେଉଛି ମିଡ୍ ଟ୍ରିବୁଲେସନ୍। ହାଲେଲୁୟା। କେମିତି ବୋଲି କହିଲେ, ଆମେ ଯଦି ଦେଖିବା ପ୍ରଥମ ତେସଲୋନିକୀୟ ପୁସ୍ତକ 4 ପର୍ବ ତାର 16-17 ପଦରେ ଲେଖା ହେଇଛି। କ'ଣ ଲେଖା ହେଇଛି ଆମେ ମାନେ ପଢ଼ିବା। ମୁଁ ପଢ଼ୁଛି। କାରଣ ପ୍ରଭୁ ଆପେ ଆଦେଶ ଦେଇ ପ୍ରଧାନ ଦୂତଙ୍କ ସ୍ୱର ଓ ଈଶ୍ୱରଙ୍କ ତୁରୀବାଦ୍ୟ ସହିତ ସ୍ୱର୍ଗରୁ ଅବତରଣ କରିବେ। ସେଥିରେ ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ଥାଇ ମରିଅଛନ୍ତି ସେମାନେ ପ୍ରଥମରେ ଉଠିବେ। ଆଉ ଆମେମାନେ ଯେତେ ଲୋକ ଜୀବିତ ରହି ଅବଶିଷ୍ଟ ଥିବୁ, ପ୍ରଭୁଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ଆମେମାନେ ସେମାନଙ୍କ ସହ ମେଘମାଳାରେ ଶୂନ୍ୟମଣ୍ଡଳକୁ ନୀତ ହେବୁ। ଏହି ପ୍ରକାରେ ଆମେମାନେ ସର୍ବଦା ପ୍ରଭୁଙ୍କ ସହିତ ରହିବୁ। ଅତଏବ ଏହି ସମସ୍ତ ବାକ୍ୟ ଦ୍ୱାରା ତୁମେମାନେ ପରସ୍ପରକୁ ସାନ୍ତ୍ୱନା ଦିଅ। ହାଲେଲୁୟା। ପ୍ରେରିତ ପାଉଲ ତେସଲୋନିକୀୟ ମଣ୍ଡଳୀକୁ କହୁଛନ୍ତି, ପ୍ରଭୁଙ୍କର ଆଗମନ ଏହି ପ୍ରକାର ହେବ। ପ୍ରଭୁ ଆପେ ଆଦେଶ ଦେଇ ପ୍ରଧାନ ଦୂତଙ୍କ ସ୍ୱର ଓ ଈଶ୍ୱରଙ୍କ ତୁରୀବାଦ୍ୟ ସହିତ ସ୍ୱର୍ଗରୁ ଅବତରଣ କରିବେ। ସେଇ ପ୍ରଧାନ ଦୂତଙ୍କର ସ୍ୱର ଆଉ ଈଶ୍ୱରଙ୍କ ତୁରୀବାଦ୍ୟ କ'ଣ ବୋଲି କହିଲେ, ପ୍ରକାଶିତ ବାକ୍ୟ ଲେଖା ହେଇଛି 11 ପର୍ବ ତାର 15 ପଦରେ, ସପ୍ତମ ତୁରୀଧ୍ୱନି କରନ୍ତେ, ସପ୍ତମ ଦୂତ ତୁରୀଧ୍ୱନି କରନ୍ତେ ପ୍ରଭୁ ଯୀଶୁ କ'ଣ କରିବେ, ସ୍ୱର୍ଗରୁ ଅବତରଣ କରିବେ। ଆମେ ପଢ଼ିଦେବା ପ୍ରକାଶିତ ବାକ୍ୟ 11 ପର୍ବ 15
ତାର 15 ପଦ, ପ୍ରକାଶିତ ବାକ୍ୟ 11 ତାର 15। ସେଠି ଏ ପ୍ରକାର ଲେଖା ହେଇଛି, ସପ୍ତମ ଦୂତ ତୁରିଧ୍ୱନି କରନ୍ତେ ସ୍ୱର୍ଗରେ ମହାଶବ୍ଦ ସହ ଏହି ବାଣୀ ହେଲା, ଜଗତ ଉପରେ ରାଜତ୍ୱ ଆମମାନଙ୍କ ପ୍ରଭୁଙ୍କର ଓ ତାହାଙ୍କ ଖ୍ରୀଷ୍ଟଙ୍କର ହସ୍ତଗତ ହୋଇଅଛି, ଆଉ ସେ ଯୁଗେ ଯୁଗେ ରାଜତ୍ୱ କରିବେ। ସେଥିରେ ଈଶ୍ୱରଙ୍କ ସମ୍ମୁଖରେ ଆପଣା ଆପଣା ସିଂହାସନରେ ଉପବିଷ୍ଟ 24 ପ୍ରାଚୀନ ଉବୁଡ଼ ହୋଇ ଈଶ୍ୱରଙ୍କୁ ପ୍ରଣାମ କରି କହିଲେ, ହେ ପ୍ରଭୁ ସର୍ବଶକ୍ତିମାନ ଈଶ୍ୱର, ବର୍ତ୍ତମାନ ଭୂତ ଯେ ତୁମ୍ଭେ ଆମ୍ଭେମାନେ ତୁମର ଧନ୍ୟବାଦ କରୁଅଛୁ, କାରଣ ତୁମ୍ଭେ ଆପଣା ମହାଶକ୍ତି ଧାରଣ କରି ରାଜତ୍ୱ ଗ୍ରହଣ କରିଅଛ। ବିଜାତିମାନେ କ୍ରୋଧ ହୋଇଥିଲେ, କିନ୍ତୁ ତୁମର କ୍ରୋଧ ଉପସ୍ଥିତ ହେଲା। ପୁଣି ମୃତମାନଙ୍କ ବିଚାର କରିବା ସମୟ ଏବଂ ତୁମର ଦାସ ଭାବବାଦୀମାନଙ୍କୁ, ସାଧୁମାନଙ୍କୁ ଓ ତୁମ୍ଭ ନାମର ଭୟକାରୀ ସାନ ଓ ବଡ଼ ସମସ୍ତ ଲୋକଙ୍କୁ ପୁରସ୍କାର ଦେବାର, ଆଉ ପୃଥିବୀ ନିବାସୀମାନଙ୍କୁ ବିନାଶ କରିବାର ସମୟ ଉପସ୍ଥିତ ହେଲା। ହାଲେଲୁୟା। ଏ ଜାଗାରେ ଆମେମାନେ ଦେଖୁଛୁ ମୃତ୍ୟୁମାନଙ୍କୁ ପୁରସ୍କାର ଦେବା ପାଇଁ, ମୃତ୍ୟୁମାନଙ୍କୁ ବିଚାର କରିକିରି, ଆଉ ଭାବବାଦୀମାନଙ୍କୁ, ସାଧୁମାନଙ୍କୁ, ସାନ ବଡ଼ ସମସ୍ତଙ୍କୁ ପୁରସ୍କାର ଦେବା ପାଇଁ ଓ ପୃଥିବୀର ଅଧର୍ମଚାରୀମାନଙ୍କୁ ବିନାଶ କରିବା ପାଇଁ ପ୍ରଭୁ ଉପସ୍ଥିତ ହେବେ, ଆଉ ପ୍ରଭୁଙ୍କର ଆଗମନ ହେବ। ହେଲେ ଏ ସମୟ ଉପସ୍ଥିତ ହେଲା, ଏ 7 ବର୍ଷର ଆଉ ମହାକ୍ଲେଶର ସମୟ ଉପସ୍ଥିତ। এই ସପ୍ତମ ତୁରିଧ୍ୱନି କେତେବେଳେ ବାଜିବ ବୋଲି କହିଲେ, ମିଡ୍ ଟ୍ରିବୁଲେସନ ଅନୁସାରେ 3 ବର୍ଷ 6 ମାସ ପରେ, 3 ବର୍ଷ 6 ମାସ ହେବା ସମୟରେ ସପ୍ତମ ତୁରିଧ୍ୱନି, ମହା ତୁରିଧ୍ୱନି ବାଜିବ। ସେହି ସମୟରେ ମଣ୍ଡଳୀ ଊର୍ଦ୍ଧ୍ୱଗମନ କରିବ। ତାହା ଏ ଜଗତର ଲୋକମାନେ ଜାଣିପାରନ୍ତି ନାହିଁ, ଏ ଅନ୍ଧକାର ଲୋକମାନେ ଜାଣିପାରନ୍ତି ନାହିଁ, ଏ ଭଣ୍ଡ ଶିକ୍ଷକମାନେ, ଭଣ୍ଡ ଭାବବାଦୀ ମାନେ ଜାଣିପାରନ୍ତି ନାହିଁ, ଏ ଭ୍ରାନ୍ତ ଶିକ୍ଷକମାନେ ମଧ୍ୟ ଜାଣିପାରନ୍ତି ନାହିଁ। ମନୋନୀତ ଲୋକମାନେ ସେତେବେଳକୁ ଲଜ୍ଜିତ ହେବେ। କେମିତି ଲଜ୍ଜିତ ହେବେ ବୋଲି କହିଲେ, ଇଏ ପ୍ରି ଟ୍ରିବୁଲେସନ ବାଲା ମାନେ ଆଉ ଇଏ ପୋଷ୍ଟ ଟ୍ରିବୁଲେସନ ବାଲା ମାନେ, ଏ ମିଲେନିୟମ ଟ୍ରିବୁଲେସନ ବାଲା ମାନେ କ'ଣ କରିବେ ବୋଲି ଲଜ୍ଜିତ ହେବେ, କିନ୍ତୁ ସେମାନେ ରକ୍ଷା ପାଇବେ। ସମ୍ଭବ ହେଲେ ମନୋନୀତ ଲୋକମାନଙ୍କୁ ସେ ଭ୍ରାନ୍ତ କରିବ, କିନ୍ତୁ ସେ ଭ୍ରାନ୍ତ କଲେ ମଧ୍ୟ ସେମାନେ ପ୍ରଭୁଙ୍କୁ ଛାଡ଼ିବେ ନାହିଁ। ସେମାନେ ଆଉ ପ୍ରଭୁ ସେମାନଙ୍କୁ କ୍ଷମା କରିବେ ଏବଂ ସୁବୁଦ୍ଧି କନ୍ୟାଙ୍କର ଦଳରେ ସେମାନଙ୍କୁ ଅଂଶୀଦାର କରିବେ। ଆଉ ସେମାନେ ଯେତେବେଳେ ଆଉ ପ୍ରଥମ ପୁନରୁତ୍ଥାନରେ, ଶେଷ ତୁରିଧ୍ୱନିରେ, ପ୍ରଥମ ପୁନରୁତ୍ଥାନରେ, ମନେ ରଖନ୍ତୁ, ଶେଷ ତୁରିଧ୍ୱନି ସପ୍ତମ ତୁରିଧ୍ୱନି, ସେ ସପ୍ତମ ତୁରିଧ୍ୱନିରେ ପ୍ରଥମ ପୁନରୁତ୍ଥାନ ହେବ। ସେହି ସମୟରେ ମୃତ୍ୟୁମାନେ କ'ଣ ହେବେ? ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଠାରେ ଥାଇ ମରିଥିବା ମୃତ୍ୟୁମାନେ ସେମାନେ ମହିମା ଶରୀର ଧାରଣ କରି ଉଠିବେ। ଯେତେବେଳେ ମହିମା ଶରୀର ଧାରଣ କରି ଉଠିବେ, ସେହି ସମୟକୁ ଥିବା ଆମେମାନେ, ସେହି ସମୟରେ ଥିବା ଜୀବିତ ଅବସ୍ଥାରେ ଥିବା ଆମେମାନେ ସାଙ୍ଗେ ସାଙ୍ଗେ ପରିବର୍ତ୍ତିତ ହେଇଯିବୁ। এই ସମସ୍ତ ଆଖି ପିଛୁଳାକେ ଘଟିଯିବ। ହାଲେଲୁୟା। এই ସମସ୍ତ ବିଷୟ ଘଟିବାକୁ ଯାଉଅଛି। ସେଠି ଲେଖା ହେଇଛି, ହେ ଭାଇମାନେ, ଏହି ସମସ୍ତ ବାକ୍ୟ ଦ୍ୱାରା ତୁମେମାନେ ପରସ୍ପରକୁ ସାନ୍ତ୍ୱନା ଦିଅ। ଆମେ ଯେତେ ଲୋକ ଜୀବିତ ରହିବୁ, ଜୀବିତ ରହି ଅବଶିଷ୍ଟ ଲୋକ ଥିବୁ, ପ୍ରଭୁଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ଆମେମାନେ ସେମାନଙ୍କ ସହ, ଯେଉଁମାନେ ମୃତ୍ୟୁମାନେ ଉଠିଥିବେ ସେମାନଙ୍କ ସହ ଶୂନ୍ୟ ମଣ୍ଡଳକୁ, ସେଠି ଲେଖା ହେଇଛି, ମେଘମାଳାରେ
ସେମାନଙ୍କ ସହ ମେଘମାଳାରେ ଶୂନ୍ୟମଣ୍ଡଳକୁ ନୀତ ହେବୁ। ଏହି ପ୍ରକାର ଆମେମାନେ ସର୍ବଦା ସଦା ପ୍ରଭୁଙ୍କ ସହିତ ରହିବୁ। ହାଲେଲୁୟା। ଯେତେବେଳେ ଆମେମାନେ ଉଠାଯିବୁ, ପବିତ୍ର ଆତ୍ମା ଆମମାନଙ୍କୁ ପ୍ରସ୍ତୁତ କରୁଅଛନ୍ତି। ବର୍ତ୍ତମାନ ଆମେମାନେ ସ୍ୱର୍ଗକୁ ଉଠାଯିବୁ। ପ୍ରଥମେ ଆମେ ମଧ୍ୟ ଆକାଶରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଭେଟିବୁ। ଯେ ପ୍ରକାର ଏଲିଏଜର, ଯିଏକି ଅବ୍ରାହମଙ୍କର ପ୍ରଧାନ ବୟୋଜ୍ୟେଷ୍ଠ ଲୋକ, ତାଙ୍କର ଦାସ, ପବିତ୍ର ଆତ୍ମାଙ୍କ ସଦୃଶ, ସେ କ'ଣ କଲେ, ରିବିକାଙ୍କୁ ଧରିକି ଇସାକଙ୍କୁ ଭେଟିଲା ପରି ସେ ପ୍ରାନ୍ତରରେ ବିଲ କ୍ଷେତକୁ ଆସିକରି ସେ ବୁଲୁଥିବା ସମୟରେ ଇସାକ ଘରରୁ କ୍ଷେତକୁ ଆସିଲେ। ସେଠିକୁ ଆସିଲା ପରେ ରିବିକା କ'ଣ କଲା, ଇସାକଙ୍କୁ ଭେଟିବାକୁ ଗଲା। ହାଲେଲୁୟା। ଏ ବୟୋଜ୍ୟେଷ୍ଠ ବ୍ୟକ୍ତି କ'ଣ କରିଛନ୍ତି ବୋଲି କହିଲେ, ରିବିକାକୁ ଧରିକି ଇସାକଙ୍କ ପାଖକୁ ନେଉଛନ୍ତି। ଇସାକ କ'ଣ କରୁଛନ୍ତି, ରିବିକାକୁ ଭେଟିବାକୁ ଆସୁଛନ୍ତି। ହାଲେଲୁୟା। ସେ କ୍ଷେତରେ କ'ଣ କରୁଛନ୍ତି, ରିବିକା ଇସାକ ଭେଟ ହେଲା ପରେ ମଧ୍ୟ ଆକାଶରେ ଆମେମାନେ ଶୂନ୍ୟମଣ୍ଡଳ, ମେଘମାଳାରେ ଶୂନ୍ୟମଣ୍ଡଳକୁ ନୀତ ହେବୁ। ନୀତ ହେବା ସମୟରେ ଆମେମାନେ ଯୀଶୁଖ୍ରୀଷ୍ଟଙ୍କୁ ଭେଟିବୁ। ହାଲେଲୁୟା। ଯୀଶୁଖ୍ରୀଷ୍ଟଙ୍କୁ ଭେଟିଲା ପରେ ପ୍ରଭୁ ଯୀଶୁ ଆମମାନଙ୍କୁ ତାଙ୍କ ରାଜ୍ୟକୁ ନେଇଯାଇକରି 3.5 ବର୍ଷ ସେ ବିବାହ ଭୋଜ ହେବ ସେ ଜାଗାରେ। ଆହୁରି ଆପଣା ଲୋକମାନଙ୍କୁ, ସାଧୁମାନଙ୍କୁ, ସାନ ବଡ଼ ସମସ୍ତଙ୍କୁ ପୁରସ୍କାର ପ୍ରଦାନ କରିବେ। ପୁରସ୍କାର ପ୍ରଦାନ ସରିଲା ପରେ ସେଠି ବିବାହ ଉତ୍ସବ ସେଠି ଆରମ୍ଭ ହୋଇଥିବ। ଏ ପୃଥିବୀରେ ଅବଶିଷ୍ଟ 3 ବର୍ଷ 6 ମାସ ମହାକ୍ଲେଶ ଘଟିବ। ହାଲେଲୁୟା। ସେତେବେଳକୁ ମିଡ୍ ଟ୍ରିବୁଲେସନ ଅନୁସାରେ 3 ବର୍ଷ 6 ମାସ ସରିଗଲା ପରେ ମିଡ୍ ଟ୍ରିବୁଲେସନ ଅନୁସାରେ ମଣ୍ଡଳୀ ଊର୍ଦ୍ଧ୍ୱଗମନ କରିବ। ସପ୍ତମ ତୁରୀ ଧ୍ୱନି, ଶେଷ ତୁରୀ ଧ୍ୱନି, ପ୍ରଥମ ପୁନରୁତ୍ଥାନ ସେହି ସମୟରେ ହେବ। ଆଉ ଗୋଟେ ପୁନରୁତ୍ଥାନ ଅଛି 1000 ବର୍ଷ ଶେଷରେ। ସେତେବେଳେ ଗୋଟେ ପୁନରୁତ୍ଥାନ ହେବ। ଅନେକ ଲୋକମାନେ ସେହି ସମୟରେ ପ୍ରଭୁଙ୍କୁ ବିଶ୍ୱାସ କଲୁ ନାହିଁ ବୋଲିକରି ସେହି ସମୟରେ ସେମାନେ କାନ୍ଦିବେ। ହାଲେଲୁୟା। ସେମାନେ ଦୁଃଖ ଭୋଗ କରିବାକୁ ଉଠିବେ। ଆପଣମାନେ ଜାଣିଛନ୍ତି, ପ୍ରକାଶିତ ବାକ୍ୟ 1 ପର୍ବ ତାର 7 ପଦରେ ସେଠି ଗୋଟେ ବିଷୟ ଲେଖା ହେଇଛି। ପ୍ରକାଶିତ ବାକ୍ୟ 1 ପର୍ବ ତାର 7 ପଦ, ଦେଖ ସେ ମେଘମାଳାରେ ଆଗମନ କରୁଅଛନ୍ତି, ପ୍ରତ୍ୟେକ ଚକ୍ଷୁ ତାହାଙ୍କୁ ଦର୍ଶନ କରିବ, ଯେଉଁମାନେ ତାହାଙ୍କୁ ବିନ୍ଧିଥିଲେ ସେମାନେ ମଧ୍ୟ ଦର୍ଶନ କରିବେ, ଆଉ ପୃଥିବୀର ସମସ୍ତ ଗୋଷ୍ଠୀ ତାହାଙ୍କ ଆଗମନ ସକାଶେ ବିଳାପ କରିବେ। ହାଲେଲୁୟା। ପ୍ରଭୁଙ୍କର ଆଗମନ ସକାଶେ ବିଳାପ କରିବେ ପୃଥିବୀର ସମସ୍ତ ଲୋକମାନେ। ତାହାଙ୍କୁ ବିନ୍ଧିଥିବା ଲୋକମାନେ ଦେଖିକରି ବିଳାପ କରିବେ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଯେଉଁମାନେ ବିନ୍ଧିଥିଲେ, ମେଘରେ ମାରିଥିଲେ, ସେମାନେ ସେତେବେଳେ ଦେଖିବେ। ପୁଣି ସେମାନେ କୋଉଠି ଅଛନ୍ତି? ସେମାନେ ପାତାଳରେ ଅଛନ୍ତି। ହାଲେଲୁୟା। ସେମାନେ 1000 ବର୍ଷ ଶେଷରୁ ଉଠିବେ। ସାରା ପୃଥିବୀ ଲୋକ, ବଞ୍ଚିଥିବା ଲୋକ, ମରିଯାଇଥିବା ଲୋକ, ଯେତିକି ଲୋକ ଅଛନ୍ତି ସମସ୍ତେ ଯୀଶୁଖ୍ରୀଷ୍ଟଙ୍କର ଆଗମନ ଦେଖିବେ। ସେଟା ହେଉଛି ଦୃଶ୍ୟ ଆଗମନ। ମଣ୍ଡଳୀ ଊର୍ଦ୍ଧ୍ୱଗମନକୁ ଅଦୃଶ୍ୟ ଆଗମନ ସେଟା। ସେହି ସମୟରେ ମଣ୍ଡଳୀ କେବଳ ଜାଣିବ, ନିର୍ବୁଦ୍ଧିଆ ମାନେ ଜାଣିପାରିବେ ନାହିଁ। ହାଲେଲୁୟା। କାରଣ ସେଠି ସେ କହନ୍ତି, କ'ଣ ବୋଲି କହନ୍ତି ବୋଲେ, ସେଇ ତେସଲୋନିକ ପୁସ୍ତକ 5 ପର୍ବ ତାର 4 ପଦରେ, କିନ୍ତୁ ହେ ଭାଇମାନେ, ତୁମେମାନେ ଅନ୍ଧକାରରେ ନାହ ଯେ ସେହି ଦିନ ଚୋର ପରି ଅନପେକ୍ଷିତ ଭାବରେ ତୁମମାନଙ୍କ ନିକଟରେ ଉପସ୍ଥିତ ହେବ। କାରଣ ତୁମେମାନେ ସମସ୍ତେ ଆଲୋକ ଓ ଦିବସର ସନ୍ତାନ, ଆମେମାନେ ରାତ୍ରି କି ଅନ୍ଧକାର ସନ୍ତାନ ନାହୁଁ। ଅତଏବ ଆସ, ଆମେମାନେ ଅନ୍ୟମାନଙ୍କ ଉପରେ ନିଦ୍ରିତ ନ ହଉ, ମାତ୍ର ଜାଗ୍ରତ ହୋଇ ସଚେତନ ରହିଥାଉ। ହାଲେଲୁୟା। ଏ ଜାଗାରେ ସେଠି ପ୍ରଭୁ ଯୀଶୁ ସେଇ ତେସଲୋନିକ ପୁସ୍ତକ 5 ପର୍ବ ତାର 2 ପଦରେ କହିଛନ୍ତି, କାରଣ ରାତ୍ରିରେ ଚୋର ଆସିଲା ପରି ପ୍ରଭୁଙ୍କ ଦିନ ଯେ ଆସିବ, ଏହା ତୁମେମାନେ ଉତ୍ତମ ରୂପେ ଜାଣ। ହାଲେଲୁୟା।
ଚୋର ଆସିଲା ପରେ ଆସିବ, କିନ୍ତୁ ମଣ୍ଡଳୀ ପାଇଁ ନୁହେଁ। ଚୋର ଆସିଲା ପରେ ଆସିବ, ମଣ୍ଡଳୀ ପାଇଁ ନୁହେଁ। ଅନ୍ଧକାରରେ ଥିବା ଲୋକମାନେ ସେତେବେଳେ ସେଥିପାଇଁ କହୁଛନ୍ତି, ଲୋକମାନେ ଯେତେବେଳେ ଲୋକମାନେ ଶାନ୍ତି ଓ ନିରାପଦ ବୋଲି କହୁଥିବେ, ସେତେବେଳେ ଗର୍ଭବତୀର ପ୍ରସବ ବେଦନା ତୁଲ୍ୟ ଅର୍ଥାତ୍ ସେମାନଙ୍କ ବିନାଶ ଉପସ୍ଥିତ ହେବ, ଆଉ ସେମାନେ କୌଣସି ପ୍ରକାର ରକ୍ଷା ପାଇବେ ନାହିଁ। କିନ୍ତୁ ହେ ଭାଇମାନେ ତୁମେମାନେ ଅନ୍ଧକାର ନାହ ଯେ ସେହିଦିନ ଚୋର ପରି ଅନପେକ୍ଷିତ ଭାବରେ ତୁମମାନଙ୍କ ଉପରେ ଉପସ୍ଥିତ ହେବ। ମୋର ପ୍ରିୟ ଲୋକମାନେ, ଆଜିର ବାକ୍ୟ ଅନୁସାରେ ଆମେମାନେ ପ୍ରଭୁଙ୍କ ନିକଟରେ ସମର୍ପିତ ହେବା। ଆଜିର ବାକ୍ୟ ଯେ ତୁମମାନଙ୍କ ଜୀବନରେ କାର୍ଯ୍ୟକାରୀ ହେବ। ଆମେମାନେ ଅନ୍ଧକାର ଲୋକ ନାହୁଁ, ଭାଇମାନେ। ଆମେମାନେ ଆଲୋକର ଲୋକମାନେ। ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ନିଜର ତ୍ରାଣକର୍ତ୍ତା ଭାବରେ ଗ୍ରହଣ କରି ଏହି ପୃଥିବୀରେ ଜୀବନଯାପନ କରୁଥିବା ଲୋକମାନେ। ଆମମାନଙ୍କୁ ପରମେଶ୍ୱର କେତେ ପ୍ରେମ କରି ତାହାଙ୍କ ରାଜ୍ୟର ଉତ୍ତରାଧିକାରୀ ହେବା ପାଇଁ ଆମମାନଙ୍କୁ ନିଯୁକ୍ତ କରିଅଛନ୍ତି। ସେ ପ୍ରଭୁଙ୍କୁ ତୁମେ ଆଉ ମୁଁ ପାଇଅଛୁ। ତାହାଙ୍କର ପ୍ରଥମ ପୁନରୁତ୍ଥାନରେ ଶେଷ ତୁରିଧ୍ୱନିରେ ଆମେମାନେ ନିଶ୍ଚିତ ଭାବରେ ଆମେ ଉଠାଯିବା। ସେଥିପାଇଁ ଆମେ ସମସ୍ତେ ପ୍ରାର୍ଥନା କରିବା। ପ୍ରଭୁ ପଠିତ ବାକ୍ୟ ଦେଇ ଆମେ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ପ୍ରେଜ୍ ଦ ଲର୍ଡ।